ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 8ର ୟୁନିଟ୍ 2 କୃଷି ଭିତ୍ତିକ ଅର୍ଥ ବ୍ୟବସ୍ଥା ଆଗ୍ରାରିଆନ୍ ଇକୋନୋମି। ଅର୍ଥ ବ୍ୟବସ୍ଥା କହିଲେ ସାଧାରଣତଃ ଭୌତିକ ବସ୍ତୁ ଏବଂ ସେଗୁଡ଼ିକର ଉତ୍ପାଦନ, ବିତରଣ ଏବଂ ଉପଭୋଗକୁ ବୁଝାଇଥାଏ। ଭୌତିକ ବସ୍ତୁର ଉତ୍ପାଦନ ପାଇଁ କଞ୍ଚାମାଲ, ଉଦ୍ୟୋଗ ଓ ଶ୍ରମର ଆବଶ୍ୟକତା ରହିଛି। ଉତ୍ପାଦିତ ବସ୍ତୁ ସମାଜର ବିଭିନ୍ନ ବର୍ଗ ବା ଶ୍ରେଣୀମାନଙ୍କ ମଧ୍ୟରେ ବିତରଣ କରାଯାଏ। ଭାରତର ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ମୁଖ୍ୟତଃ ଆର୍ଥିକ ଆଧାର ହେଲା କୃଷି ଓ କୃଷି ଉତ୍ପାଦନ। କୃଷି ଭିତ୍ତିକ ଅର୍ଥ ବ୍ୟବସ୍ଥାରେ ଉତ୍ପାଦନ ମୁଖ୍ୟ ସ୍ରୋତ ହେଲା ଭୂମି ଅଥବା ଜମି। ନିଜର ଶ୍ରମ ଶକ୍ତି ଓ ଭିନ୍ନ ଭିନ୍ନ ଉତ୍ପାଦନର କୌଶଳକୁ ପ୍ରୟୋଗ କରି ଗ୍ରାମବାସୀମାନେ ବହୁ ପ୍ରକାରର ଫସଲ ଉତ୍ପାଦନ କରିଥାନ୍ତି। ଗ୍ରାମାଞ୍ଚଳରେ କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପ ମଧ୍ୟ ଗ୍ରାମୀଣ କୃଷି ଅର୍ଥନୀତିର ଅନ୍ୟ ଏକ ମୁଖ୍ୟ ଅଂଶବିଶେଷ। ଏହିସବୁ ଉତ୍ପାଦନରେ ପରିବାର ସଦସ୍ୟମାନେ ଅଂଶଗ୍ରହଣ କରି ସହଯୋଗ କରିଥାନ୍ତି। ଉଦାହରଣ ସ୍ୱରୂପ ବସ୍ତ୍ର ଉତ୍ପାଦନ ଓ ମାଟି ପାତ୍ର ପ୍ରସ୍ତୁତି ଇତ୍ୟାଦିରେ। କୃଷି ଅର୍ଥନୀତି ଓ କୃଷି ବ୍ୟବସ୍ଥାରେ ବିକାଶ ଘଟିବା ପୂର୍ବରୁ ପ୍ରାଚୀନ ଜନଜାତି ତଥା ଆଦିମ ସମାଜର ବିକାଶ ଘଟିଥିଲା। ଏହି ଆଦିମ ସମାଜଗୁଡ଼ିକ ଆର୍ଥିକ ଦୃଷ୍ଟିରୁ ସ୍ୱୟଂ ସମ୍ପୂର୍ଣ୍ଣ ଥିଲେ। ସେଠାରେ କାର୍ଯ୍ୟବଳୀ ଓ ଶ୍ରମ ବିଭାଜନ ଅତ୍ୟନ୍ତ ସରଳ ଥିଲା। ଶ୍ରମ ବିଭାଜନର ଆଧାର ଏହି ସମାଜରେ ବୟସ ଏବଂ ଲିଙ୍ଗ ଥିଲା। ସମ୍ପତ୍ତି ଉପରେ ସମଗ୍ର ସମାଜ ଓ ସମୁଦାୟର ମାଲିକାନା ଓ ନିୟନ୍ତ୍ରଣ ରହିଥିଲା। ବ୍ୟକ୍ତିଗତ ସମ୍ପତ୍ତିର ବିକାଶ ଘଟିନଥିଲା। ସମ୍ପତ୍ତିକୁ ସମୁଦାୟର ସବୁ ସଦସ୍ୟମାନେ ବ୍ୟବହାର କରିପାରୁଥିଲେ। କ୍ରମେ କ୍ରମେ ସମାଜରେ ବ୍ୟକ୍ତିଗତ ସମ୍ପତ୍ତିର ବିକାଶ ଲାଭ ହୋଇଥିଲା। ସମାଜର ସମ୍ପତ୍ତି ବିଭାଜିତ ହେଲା ଓ ବ୍ୟକ୍ତିଗତ ମାଲିକାନା ନିୟନ୍ତ୍ରଣକୁ ସମାଜ ଓ ସମୁଦାୟର ସମ୍ପତ୍ତି ହସ୍ତାନ୍ତରିତ ହୋଇଥିଲା। ବିଶିଷ୍ଟ ସମାଜତତ୍ତ୍ୱବିତ୍ ଓଗବନ ଓ ନିକୋଙ୍କ ମତରେ ଆର୍ଥିକ ଅନୁଷ୍ଠାନ ଅର୍ଥ ଉପାର୍ଜନ ଓ ଖର୍ଚ୍ଚ କରିବାର ପ୍ରଣାଳୀକୁ ବୁଝାଇଥାଏ। ଆର୍ଥିକ ଅନୁଷ୍ଠାନମାନଙ୍କର ମୁଖ୍ୟତଃ ନିମ୍ନଲିଖିତ ଲକ୍ଷଣ ଗୁଡ଼ିକ ରହିଥାଏ। ଫାର୍ଷ୍ଟ କ'ଣ ଅଛି ନା ମନୁଷ୍ୟମାନଙ୍କର ଆର୍ଥିକ ଆବଶ୍ୟକତା ରହିଥାଏ। ତାପରେ ଆର୍ଥିକ ଅନୁଷ୍ଠାନ ମୁଖ୍ୟତଃ ଉତ୍ପାଦନ, ବଣ୍ଟନ ଓ ବିନିମୟ ସହ ସମ୍ପୃକ୍ତ। ତାପରେ କ'ଣ ଅଛି ନା ଆର୍ଥିକ ଅନୁଷ୍ଠାନ ଏହିସବୁ ସଂକ୍ରାନ୍ତ ଉପରେ ନୀତି ନିୟମ ଏବଂ ମାନଦଣ୍ଡ ଗୁଡ଼ିକୁ ପ୍ରସ୍ତୁତ କରିଥାଏ। ଏହା ସାମାଜିକ ବିଭିନ୍ନତା ଓ ଶ୍ରମ ବିଭାଜନ ସୃଷ୍ଟି କରେ। ସମାଜରେ ସାମୂହିକ ସ୍ତରର ଉତ୍ତମ ବୁଝାମଣା ସୃଷ୍ଟି କରିଥାଏ। ଅନେକ ଅନୁଷ୍ଠାନମାନ ସୃଷ୍ଟି କରିଥାଏ। ଆଦିମ ସମାଜ ମାନଙ୍କରେ ଜମି, ଭୂ ସମ୍ପତ୍ତି ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଯଥା ଭୂମି, ଜଳ ଇତ୍ୟାଦି ସମଗ୍ର ସମାଜ ଓ ସମୁଦାୟର ଅଧିକାର ନିୟନ୍ତ୍ରଣରେ ରହିଥାଏ। କ୍ରମେ ସେଗୁଡ଼ିକ କୃଷି ସମାଜରେ ପରିବର୍ତ୍ତିତ ହୋଇଥିଲା। ଯେତେବେଳେ ମନୁଷ୍ୟ ଜ୍ଞାନ କୌଶଳ ବ୍ୟବହାର କରି ଶିଖିଲେ ଓ ଜଳସେଚନ ବ୍ୟବସ୍ଥାକୁ ଅକ୍ତିଆର କରିବାକୁ ସମର୍ଥ ହେଲେ। କୃଷି ଅର୍ଥ ବ୍ୟବସ୍ଥାର କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ରହିଛି ଯଥା ଭୂମି ହିଁ କୃଷି ଉତ୍ପାଦନର ମୁଖ୍ୟ ସ୍ରୋତ। ଭୂମି ଓ ଭୂ ସମ୍ପତ୍ତି ଉପରେ ସମୁଦାୟ, ପରିବାର ତଥା ବ୍ୟକ୍ତିଗତ ମାଲିକାନାର ବିକାଶ ଘଟିଥାଏ। ଉତ୍ପାଦନରୁ ପ୍ରାପ୍ତ ବଳକା ସାମଗ୍ରୀକୁ ଅନ୍ୟ ସମୁଦାୟ ବା ବ୍ୟକ୍ତିଙ୍କ ମଧ୍ୟରେ ବିନିମୟ କରିବାର ବ୍ୟବସ୍ଥାର ପ୍ରଣାଳୀ ସୃଷ୍ଟି କରିଛି। ନିୟମିତ ବଜାର ବ୍ୟବସ୍ଥାର କ୍ରମେ ଅଭିବୃଦ୍ଧି ଘଟିଛି। ଗ୍ରାମାଞ୍ଚଳ ଗୁଡ଼ିକ ସ୍ଥାନୀୟ ବ୍ୟବସାୟ ବାଣିଜ୍ୟର କେନ୍ଦ୍ର ପାଲଟିଛି। କୃଷି ଅର୍ଥ ବ୍ୟବସ୍ଥାରେ ହସ୍ତଶିଳ୍ପ ଏବଂ ପ୍ରାଗ ଔଦ୍ୟୋଗିକ ବ୍ୟବସ୍ଥାର ଏକୀକରଣ ଘଟିଥାଏ। ଏହି ଏକୀକରଣ ପ୍ରକ୍ରିୟା ଜମିଦାରୀ ପ୍ରଥା ଅଥବା ସାମନ୍ତବାଦୀ ପ୍ରଥାକୁ ପ୍ରତିଷ୍ଠିତ କରିଥିଲା। ଜମି ଓ ଭୂ ସମ୍ପତ୍ତି ଉତ୍ପାଦନର ମୁଖ୍ୟ ଉତ୍ସ। ଜମିଦାର, ସାମନ୍ତ ପ୍ରଭୁତ୍ୱର କ୍ଷମତା କ୍ରମେ ଆଧୁନିକ ରାଷ୍ଟ୍ରର ଗଠନ କରିବାରେ ସହାୟକ ହୋଇଥାଏ। କୃଷି ଅର୍ଥ ବ୍ୟବସ୍ଥାରେ କେତେକ ଧାତୁ ତଥା ଧାତବ ପଦାର୍ଥର ବ୍ୟବହାର ଦେଖାଯାଇଥାଏ ଯଥା ତମ୍ବା, ରୂପା, ସୁନା ଓ ଲୁହା ଇତ୍ୟାଦି। କାଠ ଏବଂ ଲୁହା ରଥ ନିର୍ମାଣ ଓ ଶଗଡ଼ ତଥା ବଳଦ ଗାଡ଼ି ନିର୍ମାଣରେ ବ୍ୟବହୃତ ହୁଏ। ଏଥିରେ ଚକ ଗୁଡ଼ିକ ସଂଯୁକ୍ତ କରାଯାଇଥାଏ। କୃଷି ଉତ୍ପାଦନ, ଗମନାଗମନ ଓ ବାଣିଜ୍ୟ ବ୍ୟବସାୟ ପାଇଁ ପଶୁମାନଙ୍କୁ ବ୍ୟବହାର କରାଯାଇଥାଏ। ଏହା ଫଳରେ ମନୁଷ୍ୟମାନଙ୍କର ଶ୍ରମର
ଲାଘବ ହୋଇଥାଏ। କୃଷି ଅର୍ଥ ବ୍ୟବସ୍ଥାରେ ସମାଜରେ ସଞ୍ଚଳନ ବିହୀନତାର ସୃଷ୍ଟି ହୋଇଥିଲା। ଏହି ସମୟରେ ଭାରତ ବର୍ଷରେ ଜାତି ପ୍ରଥାର ଅଭ୍ୟୁଦୟ ଘଟିଥିଲା। ଜାତି ପ୍ରଥା ସମାଜରେ ସଦସ୍ୟମାନଙ୍କର ପରିସ୍ଥିତିକୁ ନିର୍ଦ୍ଧାରିତ କରିଥାଏ ଓ ସମାଜର ସ୍ତରୀକରଣକୁ ନିୟନ୍ତ୍ରିତ କରିଥାଏ। ନିଚ ଜାତିରୁ ଉଚ୍ଚ ଜାତିକୁ ବ୍ୟକ୍ତି ଉନ୍ନତି ହେବାକୁ ଜାତି ପ୍ରଥା ବିରୋଧ କରିଥିଲା। ଜନ୍ମରୁ ବ୍ୟକ୍ତିର ବୃତ୍ତି ମଧ୍ୟ ନିର୍ଦ୍ଧାରିତ ହେବାକୁ ଲାଗିଲା। ଜ୍ଞାନ କୌଶଳ ଓ ଯୋଗ୍ୟତାକୁ ବାଦ ଦେଇ କେବଳ ଜାତିର ସଦସ୍ୟତାକୁ ଗୁରୁତ୍ୱ ଦିଆଯାଇ ବୃତ୍ତି ନିର୍ଦ୍ଧାରଣ କରାଗଲା। ଭାରତୀୟ କୃଷି ଅର୍ଥ ବ୍ୟବସ୍ଥାରେ ଜାତି ପ୍ରଥା ଏକ ମହାନ ଅଂଶ ବିଶେଷ ହୋଇପାରିଥିଲା। ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଯାହା ଡାଉଟ୍ ଅଛି କମେଣ୍ଟ କରନ୍ତୁ, କମେଣ୍ଟ ବକ୍ସରେ ଲେଖନ୍ତୁ।